नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तत् जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। अर्जुन राजार वचने गला जे द्वारका भुवने। बंधु बांधव दृष्टि आसे स्नेह जड़ित मोह पासे। माया मनुष्य रूपे हरि छद्र में गृह बास करी। संसार जार खेल घर ब्रह्मा शंकरे आगोचर। विचार तार जानिबारे मिलिले द्वारका नगरे। केते हे दिन तहि रही कृष्णर पदे चित देई। एमंते गला मास केते चंचल युधिष्ठिर चिते। अर्जुन न मिलिला पासे घोर अद्भुत देखि त्रासे। कालर गति विपरीति अधर्मे प्राणींकर चित। पाप आचर कले दम्भे जंत्रित काम क्रोध लोभे। मित्र सुहृद सठमती पिता माता जे भ्राता ज्ञान्ति। स्वामी भारी जा पुत्र मेले ध्वनि से उठई कंदले। निरते अरिष्ट सूचक प्रकाश होइला अनेक। पाप प्रकृति प्राणीकर देखि चकित नृपवर। भीमसेन पुराई पासे कहती आत्मार विश्वासे। युधिष्ठिर उवाच अर्जुन द्वारका भुवने गला बांधव दर्शने। कृष्ण महिमा कृष्ण संगे जानिबा पाई मन रंगे। तेबे शपथ मास गला तेबे हे अर्जुन नइला। किबा केवल विपरीत तेणु चंचल मोर चित। कि हेतु मोर पास छाड़ी अर्जुन रहे लोभ बड़ी। एहा तो जानी न पारई भये व्याकुल मोर देही। नारद कही गले मते से काल हेला बा प्रापते। क्रीड़ा शरीर उछन किय बाइछिले भगवान। हरि स्नेह प्रमादे मुझे बसिली राजपदे। दारा संपद प्राण मोर सर्वमंगल दामोदर। राजा मोर पादे खटंती जहार प्रसादे। ताहार भले भल मोर से हरि शरण सोदर। देख प्रत्यक्ष वृकदर दिश आकाश अंधकार। त्रिविध उत्पात गगने तेणु संशय मोर मने। भूमि आकाश प्राणी मन भये कंपति छन छन। मोहर मन बुद्धि चिते कंपे कदली जेने बाते। डरु लोचन बहुमान बामे कंपति घन घन। भय कंपई मो शरीर देख प्रत्यक्ष वृकधर। ए दृष्ट सूचक स्वभाव ऐसे निकटे दुख देव। रवि उदय काले आसी सुगाल जुथे जुथे बसी। पूर्व दिग को मुख करी बदनु अनल उद्गारी।
କରନ୍ତି ଭୟଙ୍କର ନାଦ ଏସେ ସୂଚକ ପରମାଦ। କୁକୁର ମୋର ମୁଖ ଚାହିଁ ନିର୍ଭୟ ରୋଦନ କରଇ ଶୃଗାଳେ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ। ଆବର ଶୁଭ ପଶୁ ଯେତେ ମତେ ଭ୍ରମନ୍ତି ବିପରୀତେ ଏ ମୋର ଗଜ ଅଶ୍ଵ ଯେତେ ମତେ ଚାହାନ୍ତି ଅଶ୍ରୁନେତ୍ରେ। ଯମର ଦୂତ ପ୍ରାୟ ଆସି ଉଲୁକେ ମୋର ଆଗେ ବସି ଶବଦେ କମ୍ପାନ୍ତି ମେଦିନୀ ମୋର ଚାହାନ୍ତେ ନୁହେଁ ତୁନି। ପ୍ରତି ଉଲୁକ ମୁଖ ରାବେ ରାବଇ ଭୟଙ୍କର ଭାବେ ଏହାଙ୍କ ରାବେ ଶୂନ୍ୟମହି ପ୍ରଜାଏ ନ ରହିବେ କାହିଁ। ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ପ୍ରାୟ ମହି ଦିଶେ ପର୍ବତ ତୁଲେ ବସୁନ୍ଧରି କମ୍ପଇ ଘୋର ନାଦ କରି। ନିର୍ମଘେରି ଘାତ ଶୁଭଇ ବିଜୁଳି ତେଜ ଖଟକଇ ବାୟୁ ବହଇ ଖରତର ଧୂଳିରେ ଦିଗ ଅନ୍ଧକାର। ରୁଧିର ବରଷନ୍ତି ମେଘେ ଆମିଷ ଗନ୍ଧ ସର୍ବଦିକେ ସୂର୍ଯ୍ୟର ଦେହେ ନାହିଁ ତେଜ ଦେଖ ଆକାଶେ ଗ୍ରହ ଯୁଝ। ଦିଗେ ଦିଶନ୍ତି ଭୂତ ଗଣେ ଯେହ୍ନେ ପୂରିତ ଅଗ୍ନିବାଣେ କୁବିତ ଦିଶେ ନଦୀ ନଦ କରନ୍ତି ସିନ୍ଧୁ ପ୍ରାୟ ନଦ। ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୂରିତ ଜଗତେ ଅନଳ ନିଭେ ଘୃତଧାରେ କାଳକୀ ପ୍ରବେଶ ସଂସାରେ। ବଶ୍ଚାନ କରେ କ୍ଷୀରପାନ ଗାବନ ଦିଅନ୍ତି କ୍ଷୀରଦାନ ତୃଣ ନ ଚରି ଅଶ୍ରୁମୁଖେ ବୃଷଭ ବୁଲେ ମନ ଦୁଃଖେ। ହରଷେ ନ କରନ୍ତି ନାଦ ଦେଖ ଅଦ୍ଭୁତ ପରମାଦ ଦେବତା ପ୍ରତିମା ଚଞ୍ଚଳେ ରୋଦନ୍ତି ତନୁ ଘର୍ମ ଜଳେ। ଏ ଜନପଦ ଗ୍ରାମମାନ ନଗର ଆବର ଉଦ୍ୟାନ ବନ ଆଶ୍ରମେ ଯେତେ ଜନେ ମୁହିଁ ଯା ଦେଖଇ ନୟନେ। ସର୍ବେ ଦିଶନ୍ତି ହତଶିରୀ ଚଳ ଚଞ୍ଚଳ ବନଗିରି ବାହ୍ୟ ଅନ୍ତର ସର୍ବତାହିଁ ମୁହିଁ ଏମନ୍ତ ବିଚାରଇ। ଶ୍ରୀକୃଷ୍ଣ ପାଦ ଲାଗି ମହି ଅତି ସୁନ୍ଦର ବିରାଜଇ ସେ ପାଦ କିବା ଶୂନ୍ୟ ଗଲା ଅବନୀ ଏମନ୍ତ ଦିଶିଲା। ସୁତ ଉବାଚ ହେମନ୍ତ କହୁଁ ଭୀମ ଆଗେ ଧର୍ମନନ୍ଦନ ଉଦ୍ବେଗେ ଭୟ କମ୍ପନ୍ତି ଛନ ଛନ ତକ୍ଷଣେ ମିଳିଲା ଅର୍ଜୁନ। ରାଜା ଚରଣ ତଳେ ପଡ଼ି ଅଜ୍ଞାନେ ନମସ୍କାର ହୁଡ଼ି ଲୋଚନୁ ବହେ ଅଶ୍ରୁଜଳ ଦେହେ ବ୍ୟାପିତି ଶର୍ମଝାଳ। ଅର୍ଜୁନ ଦେଖି ଧର୍ମସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ ନିସ୍ତେଜ ଦେଖି ତାରକାତ୍ର ବ୍ୟାକୁଳେ ହୃଦୟ କମ୍ପିତ। ବନ୍ଧୁ ସୁହୃଦ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ ନାରଦ ବଚନ ସୁମରି ଅନ୍ତରେ ଚିନ୍ତି ନରହରି। ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଦନେ ନୃପମଣି। ଯୁଧିଷ୍ଠିର ଉବାଚ ଶୁଣ ଅର୍ଜୁନ ସାବଧାନେ ଦ୍ୱାରକାପୁରେ ବନ୍ଧୁଜନେ ସୁଖେ ଅଛନ୍ତି ନ ସମସ୍ତେ ଯାଦବ ବଂଶ ଯେ ଶପଥେ। ସୁରମୋହର ମାତାମହ ସେ ଭଲେ ଅଛନ୍ତି କି କହ ମାତୁଳ ଅକ୍ରୂରର ତୁଲେ ସୁଗୃହେ ଅଛନ୍ତି ନା ଭଲେ। ଦେବକୀ ଆଦି ପତ୍ନୀ ଯେତେ ସୁଖ ଅଛନ୍ତି ନ ସମସ୍ତେ ଦେବକ ଉଗ୍ର ସେନ ଦୁଇ ଭଲେ କିଛନ୍ତି ବେନି ଭାଇ। ଗଦ ସାରଣ ଜୟନ୍ତନ ଏ ଆଦି ମାତୁଳ ନନ୍ଦନ ସାମ୍ବ ସାତ୍ୱିକୀ ହଳଧର କହ କୁଶଳ ତାହାଙ୍କର। ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ତାର କୁମାର ଅନିରୁଦ୍ଧ ଅତି ଗମ୍ଭୀର ସୁରଯୋଧ। ସୁଷେଣ ସୁମିତ୍ର ସହିତେ ଭଲେ କିଛନ୍ତି କୃଷ୍ଣ ସୁତେ ବୃଷଭ ଆଦି ମହାବୀରେ ସୁଖେ ଅଛନ୍ତି ନା ନଗରେ। ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନ ସମସ୍ତେ ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଧବ ମନ୍ତ୍ରୀର ସମେତେ। ରାମ ଗୋବିନ୍ଦ ଭୁଜାଶ୍ରିତେ ସବେ ଅଛନ୍ତି ଟିକେ ସୁସ୍ଥେ ନିଶ୍ଚିନ୍ତେ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି। କରୁଣ ସନ୍ଧି ନଦୀବଳ ବ୍ରହ୍ମଣ୍ୟ ଭକତ ବତ୍ସଳ ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମରାଶି। ଲୋକ ମଙ୍ଗଳ କ୍ଷେମ ଅର୍ଥେ ଯାହାର ଜନ୍ମ ଏ ଜଗତେ ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ। ଯାହାର ଭୁଜ ଅଶ୍ରେ କରି ଯାଦବେ ବିଷ୍ଣୁ ତେଜ ଧରି ମହାପୁରୁଷ ଯୋଗ ବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ। ଯାର ଚରଣ ସେବା କରି 16 ସହସ୍ର କୃଷ୍ଣ ନାରୀ
सत्यर छळे इंद्रजिणी नंदन बनु चक्रपाणी लीलाळे जिणी सचिनाथ बळे उपाड़ी पारिजात जहाँ बिलसे इंद्र नारी से पुष्प विष्णु तेजे हरि सहस्रे शाखा परिमाणी नारी की देले चक्रपाणी ଯାହାର ଭୁଜ ଦଣ୍ଡ ବଳେ ଯଦୁ ପ୍ରବୀରେ ମହିତଳେ ନିର୍ଭୟ ଜଗତେ ଭ୍ରମନ୍ତି ପାଦେ ସୁଧର୍ମା ଆକ୍ରମନ୍ତି ହେ ଭ୍ରାତ ଶୁଣ ମହାଭୁଜ ତୁ ମତେ ଦିଶୁ ହତ ବୀର୍ଯ୍ୟ ଲଭିଲା ବସ୍ତୁ କେଣେ ଗଲା ତତେ ଅବଜ୍ଞା କେହୁ କଲା ଚିର ପ୍ରବାସୀ ଦୁଃଖ ଚିନ୍ତା ତେଣୁ ବଦନ ମଳିନତା କେବେ ଭର୍ସନା ଅମଙ୍ଗଳେ ତତେ ସମ୍ଭିଲା ବାକ୍ୟ ବଳେ ଅର୍ଥି ପ୍ରାଣୀଙ୍କ ଦେବା କଲୁ ମାଗନ୍ତି କିୟ ବାନ ଦେଲୁ ବୃଦ୍ଧ ବ୍ରାହ୍ମଣ ନିରମିଖି ସ୍ତ୍ରୀ ବାଳକ ଗୋରୁ ଦେଖି ରୋଗ ପୀଡ଼ନ୍ତେ ଯେ ରୋଦନ୍ତି ଯେ ଅବା ଶରଣ ପଶନ୍ତି ଏହାକୁ ଦୟାବାନ କଲୁ ତେଣୁ ତୁ ଅଶୁଭ ଦିଶିଲୁ ଅଗମ୍ୟ କଲୁ ଭାଗମନ କିବା ହରିଲୁ ସ୍ତ୍ରୀ ଜନ ମାର୍ଗେ ଆସନ୍ତେ ତୁ ଚଞ୍ଚଳେ କିବା ଜାଣିଲା ତତେ ବଳେ ବାଳକ ବୃଦ୍ଧ ନ ଭୁଞ୍ଜଇ ଅଗ୍ରେ ଭୁଞ୍ଜିଲୁ ଅବା ତୁହି କିୟ ବା ନିନ୍ଦିତ କର୍ମ କଲୁ ତେଣୁ ତୁ ଏମନ୍ତ ଦିଶିଲୁ ଅତିଥି ଭୃତ୍ୟ ଗର୍ଭ ନାରୀ କନ୍ୟା ବା ଭୋଜନ କରି କିବା ତ ଜୀବନ ଠାକୁର ଗୋବିନ୍ଦ ହୋଇଲେ ଅନ୍ତର ତାହାର ଶୁନେ ଶୁନେ ତୁହି ଏମନ୍ତ ପ୍ରାୟ ମମଣଇ ତୋ ମନ ଦୁଃଖ ଏହା ବନେ କେବେ ନ ଘଟେ ମୁଁ ପଣେ ହରିଚରିତ ସୁଧାବଣୀ ଶୁଣି ସଂସାରୁ ତାର ପ୍ରାଣୀ କହଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ପ୍ରଥମ ସ୍କନ୍ଧେ ଯୁଧିଷ୍ଠିର ବିତର୍କ ନାମ ଚତୁର୍ଦଶ ଅଧ୍ୟାୟ।